ଆରେ ତମମାନଙ୍କୁ ମୁଁ ମୋ ନିଜ ଭାଇଠୁ ଅଧିକ ଭଲ ପାଇଥିଲି, ହେଲେ ତମମାନେ ଶେଷରେ ମୋ ସହିତ ଏମିତି କଲ। भाई केबे से बड़ भाई केबे पुणी बापा तो आउ केबे सांग भाई को बुझा भारी कष्ट। ये कहानी हूँ दुई अनाथ भाईर। अबे मु कौन होटेल खोली किसी काम दाम नहीं पलि आलु सकाल मागे पे चल। तुम भाई को माइलु तो छाड़ी बनी आज मुंड फटे धर 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 भाई मैं तो जोर भोक लेलानी। हो भाई हो तू रही था मु तो पई कोन दीटा खाइबा नहीं के अछि भाई गोटे बिस्कुट दवा भाई से जिनस केते टंका 10 टा किरे रिचार्ज पड़ा लाई तोर भाई 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 ने खाई दे भाई ने खाई दे। बाबू किसी काम मिलिबो छोट पिलाटा कौन काम करू जहाँ कहब आगे सब करी करू तो ये दुकान पे खाया दवा पड़ो मिठा पत्र उठा पड़ो पानी आने पड़ो सब करी आज्ञा आउ दी वक्त खाई 50 टका ना देवी हो चलो तो कल ठार आस हो ସେମାନେ ସ୍କୁଲ ଯାଉଛନ୍ତି ତୁ ଯିବୁ କାଲି ଠାରୁ ସ୍କୁଲ ଯିବୁ ଆଉ ହଉ ଯା ମନ ଦେଇ ପାଠ ପଢିବୁ ଯା। कौन है कौन है कौन कहून कौन है व्यस्त ही पड़े कौन भाई तमें आगे पार्टी मेला कल कहून कौन अरे अरे भाई मु डिस्ट्रिक्ट टॉपर हो जाइए कौन है सतरे जाओ प्रभु जगन्नाथ मो डाक शुणिले रे तुम सबुदिन खुशी था मो भाईटा पूरा हो चल घर को जुआ चल भाई भाई टिके शुणवे कौन है भाई मु गोटे कथा कहवा चाहूँ कौन कह भाई मुझे आगू पढ़ा चाहूँगी पैसा पागलटा तू कहीं चिंता कर तू आगामी भविष्य कथा लक्ष्य कर तो भाई अच्छे तू व्यस्त होनी जमारे भाई थैंक यू भाई तमें हो दुनिया सबुठ भल भाई हाँ मुझे जाऊँ अरे राज तो आडमिशन के लगे तुम तो कहलु भाई 10,000 टଙ୍କା
ଭାଇକୁ ସିନା ହଁ କହିଦେଲି, ହେଲେ ମୁଁ ଏତେ ଟଙ୍କା ଆଣିବି କେଉଁଠୁ? ହଉ ଯାଏ ଦେଖେ। ବାବୁ, ମୋର 10,000 ଟଙ୍କା ଦରକାର ଥିଲା। କ'ଣ କରିବୁ ଏତେ ଟଙ୍କା? ମୋ ସାନ ଭାଇକୁ କଲେଜରେ ଆଡ଼ମିସନ୍ କରିବାର ଅଛି। ଆପଣ ମୋତେ ଦିଅନ୍ତୁ, ମୁଁ ଆପଣଙ୍କ ପାଖରେ ରାତି ଦିନ କାମ କରିକି ସୁଝିଦେବି। ସୁଝି ଦେବୁ ତ? ଧନ୍ୟବାଦ ବାବୁ, ଆଜି ଆପଣଙ୍କ ପାଇଁ ମୁଁ ମୋ ସାନ ଭାଇକୁ ପଢ଼ାଇ ପାରିବି। ରାଜ, ଏ ରାଜ। ହଁ ଭାଇ, କ'ଣ ହେଲା? ନେ ତୁ 10,000 ଟଙ୍କା ନେ, ଆଉ ଯା କଲେଜରେ ଆଡ଼ମିସନ୍ କରିଦେବୁ। ହଉ ଭାଇ। ଆଉ ମନ ଲଗେଇ ପାଠ ପଢ଼ିବୁ ହେଲା। ହଉ। ମ୍ୟାଡ଼ାମ୍ କିନ୍ତୁ ସେ ଟପିକ୍ଟା ପଢ଼େଇ କିନ୍ତୁ ଭଲ ଲାଗେ। ପାଠ ଚିନ୍ତା ବୁଝିଲି ଏମ୍ଆଇଏଲ୍ ଟିଚର୍ଟା ମ୍ୟାଡ଼ାମ୍ଟା ଆମର କେମିତି ହେଇଥିଲା ସାହିତ୍ୟ ସେ ହେଭି ହେଭି ବିଦ୍ୟା ବାଲାନ ମାନିବାକୁ ପଡ଼ିବ। ଆରେ ସେ ବିଶ୍ୱାସ ସାର୍ ଖାଲି ସେ ବିଜ୍ଞାନ ସିନା ପଢ଼ାଉଛନ୍ତି, ଖାଲି ନଜର ଅଲଗା ଆଡ଼େ। ଚାଲ ଯିବା ପାର୍କ ଆଡ଼େ ବୁଲିକି ଟିକେ ଆସିବା। ହଁ ଟିକେ ଫ୍ରି ହେଇ ଆସିବା। ଟୋଟାଲି ବୋରିଂ କରିଦେଲା। ଏମିତି ପାଠ ପଢ଼ନ୍ତି। ଟିଚର୍ଟା କିନ୍ତୁ ମାନିବାକୁ ପଡ଼ିବ। ମାନିବାକୁ ପଡ଼ିବ କିନ୍ତୁ ଜବର ଗରମ ହେଉଛି। ମୁଁ ବସିବି କେଉଁଠି? ସେଇଠି ବସ ଖୋଲ। ଆରେ ତୋଫାନ, ଫିଜିକ୍ସ ନୋଟ୍ଟା ମୋତେ ହ୍ୱାଟ୍ସଆପ୍ କରିଦେବୁ ଟି? ଠିକ୍ ଅଛି, କରିଦେବି ଆଉ। ହେସ୍ ବାଲାନ୍ସ ତ ସରିଯାଇଛି। ରାଜ ତୋ ଫୋନ୍ ଟିକେ ଦେବି, ଘରକୁ ଫୋନ୍ କରିବି। ହଉ ନେ। ଆରେ ଏଇଟା କି ଫୋନ୍ ବେ? ଲାଗୁଛି ତୁ ଆମର ବାପା ଆମର ଲୋକ। କାହିଁ ଗୋଟେ ସେମିତି ହେଉଛୁ? ଗୋଟେ ସେଲ୍ଫି ନେବା ଏଥିରେ। ଇରେ ଆସିଲେ ଏତେ ସେଲ୍ଫି ନେବା ସମସ୍ତେ। ଏଇଟା କ୍ୟାମେରା କାହିଁ ବେ ଫୋନ୍ରେ? ଆରେ ତୋତେ ଆମ ସହିତ ମିଶିବାକୁ ହେଲେ ତୋତେ ଆମ ଭଳି ଷ୍ଟାଟସ୍ ମେଣ୍ଟେନ୍ କରିବାକୁ ପଡ଼ିବ। ଓକାତଲେସ୍ କୋଉଠିକାର। ରାଜ, ଏ ରାଜ, ଆସିଲୁଣି ବାବା? କ'ଣ ହେଇଛି ତାର? ଯାଏ ଦେଖେ। ରାଜ, ଏ ରାଜ, କ'ଣ ହେଇଛି ତୋର? ଏମିତି ମନ ଦୁଃଖ କରି ବଇଛୁ? ମୋ ସାଙ୍ଗମାନଙ୍କ ପାଖରେ ସବୁ ଭଲ ଫୋନ୍ ଅଛି, ହେଲେ ମୋ ପାଖରେ ନାହିଁ। ସେଥିପାଇଁ ସମସ୍ତେ ମୋ ମଜାକ ଉଡ଼ଉଛନ୍ତି। ଆରେ ଏଇ କଥା ତ, ତୁ ବ୍ୟସ୍ତ କାହିଁ ହେଉଛୁ? ମୁଁ ତୋ ପାଇଁ ଗୋଟେ ନୂଆ ଫୋନ୍ ଆଣିଦେବି। ତୁ ଜମାରୁ ବ୍ୟସ୍ତ ହନା। ଚାଲୁ ଖାଇବା, ଚାଲୁ ଚାଲ। ଆରେ ଦେଖ ରେ, ମୋ ଭାଇ ମୋତେ ନୂଆ ଫୋନ୍ କିଣି ଦେଇଛି। ଆରେ ମୋ ବାପା ମୋତେ କହିଛନ୍ତି ବା କାଲି ଗୋଟେ ମୋବାଇଲ୍ ଦେବେ, ଆଇଫୋନ୍। କ'ଣ ସତ ନା? ହଁ ସତରେ। ଏଇ ରାଜ ଆସିଲେଣି। ଆରେ ଦେଖ ରେ, ମୋ ଭାଇ ମୋ ପାଇଁ ନୂଆ ଫୋନ୍ ଆଣିଛି। ଏ ଦେଖି। ଆରେ ଆରେ ମସ୍ତ ମୋବାଇଲ୍ଟା ହେଇଛି ରେ। ଆରେ ସାଙ୍ଗ, ମୋବାଇଲ୍ଟା କେତେ ପଇଲା କି ରେ? କେଜାଣି ମୁଁ ଜାଣିନି, ଏଇଟା ଭାଇ ଆଣି ଦେଇଛନ୍ତି ମୋତେ। ଆରେ ସାଙ୍ଗ ମସ୍ତ ହେଇଛି ମୋବାଇଲ୍ଟାରେ। ଏଇ ଖୁସିରେ ତ ପାର୍ଟି ତ ଟିକେ କରିବାକୁ ପଡ଼ିବ। ଚାଲ ଯିବା, ବହୁତ ଦିନ ହେଲା ବୁଲାବୁଲି ହେଇନି। ଚାଲ ଯିବା ଟିକେ ବୁଲିବା। ହଁ ଯିବା ଆଉ। ହଁ ଆରେ ସାଙ୍ଗ, ମୋ ପାଖରେ ତ ଏତେ ପଇସା ନାହିଁ। ହଉ ତମେ ଯାଅ, ମୁଁ ଦେଖୁଛି। ଆରେ ସେମାନଙ୍କୁ ତ ହଁ କହିଦେଲି, ହେଲେ ଏତେ ପଇସା ଆଣିବି କେଉଁଠୁ? ହଉ ଯାଇ ଦେଖିବି। ରାଜ ଆସିଲୁଣୁ? ହଁ ଭାଇ।
ଭାଇ ମୋର ଗୋଟେ ଅର୍ଜେଣ୍ଟ 15,000 ଟଙ୍କା ଦରକାର ଥିଲା। କ'ଣ କରିବି ଏତେ ଟଙ୍କା? ଏକ୍ଜାମ୍ ପାଇଁ ଦରକାର ଥିଲା। ହଉ ମୁଁ ଦେଖୁଛି ଆଉ। ଏତିକି ଟଙ୍କା ତ ହବନି, ତ ଦେଖିବାକୁ ପଡ଼ିବ। ହଉ ଯାଏ ଜଲ୍ଦି, ଯେମିତି ଯେମିତି ହେଲେ 15 ଟଙ୍କା ଯୋଗାଡ଼ କରିବାର ଅଛି। ଡେରି ବି ବହୁତ ହେଇଗଲାଣି। ए राज हाँ भाई। ने पैसा ने मन दे परीक्षा देबू है। हाँ भाई। कौन खाएगी? पनीर और मशरूम 4 प्लेट पठाई दो। गाड़ी बोलू गाड़ी कौन देखो राज, ए राज, भाई को किसी काम ना ना कौन फ्यूचर तो मान सहन ना से मोर मान सब बुड़े पैसा दौर कौन जहाँ ता कर ना कौन बोधे कौन काम थो बोधे शुणु न। हाँ मु घरे गले कथा है। राज परीक्षा केमती राज? हाँ भल हौ चल खाइया चल। ना मु खाइबिनी, जा तुम खाई दो, मु खाई दिया। हौ
ସେଇ ଟଙ୍କା ତ ଖାଇଲେନି, ମୁଁ କ'ଣ ଖାଇବି? ସେମିତି ଶୋଇଯାଇଛି। ଜାଣିଛୁ ନା ନାଇଁ କ'ଣ ହେଇଛି? ରାଜର ଗର୍ଲଫ୍ରେଣ୍ଡ ପୁରା ହଟ୍ ହେଇଛି। ଦେଖୁନ ଦେଖୁନ ତା ଫଟୋ କେତେ ସେକ୍ସି ହେଇଛି। କାଶ ମୋତେ ଗୋଟେ ରାତି ପାଇଁ ଦେଇଥାନ୍ତା କି? ସେମିତି କାହିଁ କହୁଛ? ରାଜ ଜାଣିଲେ ଖରାପ ହେବି। ଆରେ ରହୁନୁ, ରାଜର ଗର୍ଲଫ୍ରେଣ୍ଡ କିଏ ଆଉ ଆମର ଗର୍ଲଫ୍ରେଣ୍ଡ କିଏ? ହଁ ବାସ୍ ସେଇ କଥା ତ ଆଉ କ'ଣ। ଓ ମାଇ ଗଡ୍, ଆଜି ରାତିରେ ପୁରା ଟୋଟାଲ ଅଲଗା ପ୍ରକାର ଖେଳ। ରାଜ, ଏ ରାଜ, କ'ଣ ହେଲା? ତୋ ସାଙ୍ଗମାନେ ସେମାନେ ମିଶ୍ ନା, ସେମାନେ ଜମାରୁ ଭଲ ନୁହନ୍ତି। ସେମାନେ ତୋ ବିଷୟରେ ବହୁତ କିଛି ଖରାପ କଥା କହୁଛନ୍ତି। ମୁଁ ମୋ ସାଙ୍ଗମାନଙ୍କ ସହିତ କ'ଣ ପାଇଁ ମିଶିବିନି? ମୁଁ ମୋ ସାଙ୍ଗମାନଙ୍କୁ ଭଲ ଭାବେ ଜାଣିଛି, ସେମାନେ କେବେ ବି ଏମିତି କରିପାରିବେନି। ସତଟା ହେଉଛି ତମେ ମୋ ଖୁସି ଦେଖିପାରୁନ। ଆଜି ପର୍ଯ୍ୟନ୍ତ ଯାହା ବି କରି ଆସ କେବଳ ଲୋକ ଦେଖା ନାହିଁ କରି ଆସ। ଆଉ ତମ ଯୋଗୁଁ ଆଜି ମୁଁ ରାସ୍ତାରେ ମୁଣ୍ଡ ଟେକି ବାଟ ଚାଲିପାରୁନି। ଆରେ ରାଜ, ତୁ ଏମିତି କ'ଣ କହୁଛୁ ରେ? ତୁ ତୋର କେବେ ବି ଅମଙ୍ଗଳ ଚାଲି। ରଖ ତମ ଭାଇ ଭଉଣିଆ, ମୁଁ ଆଜି ତୁ ତମ ପାଇଁ ରହିପାରିବିନି, ମୁଁ ଘର ଛାଡ଼ି ଯାଉଛି। ରାଜ, ରାଜ, ତୁ ବାବା, ରାଜ, ଏ ରାଜ, ରାଜ। ତମେ ସବୁଠୁ ଭଲ ଭାଇ। ଲାଇଟ୍ ବୁଝିଗଲା, ମୁଁ ନେଇଆସି ଧଳା ଧର ଦେଉଛି। अरे तो ना हाँ साଙ୍ଗ से रातर गर्लफ्रेंडटा କିନ୍ତୁ ସେକ୍ସି ହେଇଛି ମୋର ବହୁତ ନା। ଆରେ ସାଗରେ ତୁ କହୁଛୁ ତା ଗର୍ଲଫ୍ରେଣ୍ଡ ମସ୍ତ ହେଇଛି ରେ। ମୁଁ ଗୋଟେ କହୁଥିଲି କ'ଣ ବୋଲି ରାଜ ଏବେ ଯାଇଛି ସେ ଆସି ତାକୁ ଆଜି ଆମେ ମାର ପିଇବା ଏତେ ପିଇବା ସେ ତାକୁ ଆଜି ହୋଟେଲରେ ଶୁଆଇ ଦେବା, ପୁରା ଫ୍ଲାଟ୍ ତା ଗର୍ଲଫ୍ରେଣ୍ଡକୁ ତା ମୋବାଇଲରେ କଲ୍ କରିବା, ଆଉ ତାକୁ ଆଜି ହବ ଗଣା ଦୁଷ୍କର୍ମ। ହାରାମ ଦାଦା, ଶଳା ତମମାନଙ୍କୁ ଆଜି ମୁଁ ଛାଡ଼ିବିନି। କ'ଣ ହେଲା? ଉଠ ଉଠ ଉଠ। ହ୍ୟାଲୋ, ହଁ ଏ ଓଡ଼ିଶା ଟୁରିଜିମ୍ ଗେଷ୍ଟ ହାଉସ୍ ପାଖରେ ତମ ଭାଇଙ୍କର ଆକ୍ସିଡେଣ୍ଟ ହେଇଛି। ରାଜ, ରାଜ, ଏ ବାବା, ଏ କଥା କ'ଣ ହେଲା ରେ ବାବା? ବାବା, ବାବା ଉଠ ବାବା, ରାଜ, ଭାଇ ତ କିଛି ହବନି, କିଛି ହବନି। ଡକ୍ଟର, ଡକ୍ଟର ମୋ ଭାଇ କେମିତି ଅଛି ଡକ୍ଟର? ଆପଣଙ୍କ ଭାଇଙ୍କର ରାଇଟ୍ ସାଇଡ଼୍ କିଡ଼ନୀଟା ପୁରାପୁରି ଫେଲ୍ ହେଇଯାଇଛି। ଯେତେ ଶୀଘ୍ର ପାରୁଛନ୍ତି ଗୋଟେ କିଡ଼ନୀର ବ୍ୟବସ୍ଥା କରନ୍ତୁ, ତେବେ ଯାଇ ତୁମ ଭାଇ ଠିକ୍ ହେଇପାରିବ। ଡକ୍ଟର ଚାଲନ୍ତୁ, ମୁଁ ଦେବି କିଡ଼ନୀ, ଚାଲନ୍ତୁ ମୁଁ କିଡ଼ନୀ ଦେବି, ଚାଲନ୍ତୁ। ହଉ, ଆପଣ ରାଜି ତ? ଆଜ୍ଞା ଚାଲନ୍ତୁ, ତାହେଲେ ଆସନ୍ତୁ। ଚାଲନ୍ତୁ।
ତୋ ଭାଇକୁ ତୁ କାହିଁ କରୁଛୁ? ତୁ ତୋ ଭାଇ ମନ କଥା କେବେ ଜାଣିପାରିଲୁନି। ଆଜି ତୋର ମନେ ପଡ଼ିଗଲା? ତୁ ଆଜି ନୂଆ ଜୀବନ ପାଇଛୁ କେବଳ ତୋ ଭାଇ ପାଇଁ। ତୁ ମୋତେ ଚିହ୍ନି ପାରିବୁନି। ତୋ ଭାଇ ତୋ ପାଇଁ କ'ଣ କରିଛି ଜାଣିବାକୁ ଚାହୁଁଛୁ? ତେବେ ଶୁଣ। ବହୁତ ଦିନ ତଳର କଥା। ସେଦିନ ମୁଁ ହସ୍ପିଟାଲରୁ କାମ ସାରି ଘରକୁ ଫେରୁଥାଏ। ତୋର କ'ଣ ହେଇଛି? ତୋର କ'ଣ ହେଇଛି? ତୁ କାନ୍ଦୁଛୁ କ'ଣ ପାଇଁ? ମୋର ମା ବାପା କେହି ବି ନାହିଁ। ମୋର ବି ମା ବାପା କେହି ବି ନାହିଁ। ତୁ ଆଜିଠୁ ମୋର ଭାଇ। ଆରେ ସେ ତ ନିଜ ଭାଇ ନୁହଁରେ। ତୋ ଭାଇ ଭଳିଆ ଭାଇ ଖୋଜିଲେ ଆଉ ଦୁନିଆରେ ମିଳିବନି। ଭାଇ ମୁଁ ଯାଉଛି